ରାଜନୀତିରେ ହଉ ଯେଉଁ ଅଫିସରମାନଙ୍କୁ ମାଡ଼େଇବା ଏବଂ ମାଡ଼ ଦେବା ଏହା ଏକ ଶୋଭନୀୟ କାମ ନୁହଁ, ଏହା ଅଶୋଭନୀୟ କାମ। ଏହାକୁ ଆମେ ନିନ୍ଦା କରୁଛୁ। କାରଣ ସରକାର ଯେଉଁ ଆସେ, ସରକାର ନୂଆ ସରକାର ଆସୁ, ପୁରୁଣା ସରକାର କି ସରକାର ନିରନ୍ତର ଭାବରେ ଚାଲେ, ଲୋକଙ୍କୁ କାମ କରିବା ପାଇଁ ପ୍ରଶାସନିକ ଅଫିସରମାନେ ଅଛନ୍ତି, ପ୍ରଶାସନିକ ଅଧିକାରୀମାନେ ଅଛନ୍ତି। ଆମେ ତାକୁ ଯଦି କାମରେ ନ ଲଗେଇ ଖାଲି ମାଡ଼ଗୋଡ଼ି କରିବା, ଶାସନ କଳ ତୁମକୁ ଭାର ଓଡ଼ିଶା ଲୋକ ଦେଲେ, ଓଡ଼ିଆ ଅସ୍ମିତା ଲୋକମାନେ ବୁଝୁଛନ୍ତି ଆଜି ମାଡ଼ ଖାଇବା, ଅଫିସରମାନଙ୍କୁ ଓଡ଼ିଆ ଅଫିସରମାନଙ୍କୁ ବାଡ଼େଇବା। କାରଣ ବିଗତ ଦିନରେ ଦେଖିଥିବେ ଓଡ଼ିଆ ଯେଉଁ ଝାଡ଼ଖଣ୍ଡୀ ରାଜ୍ୟପାଳ ସିଏ ଓଡ଼ିଆ ଲୋକଙ୍କୁ ବାଡ଼େଇଥିଲେ, ଇଏ ପୁଣି ଓଡ଼ିଆ ଲୋକଙ୍କୁ ସେଇ ବିଜେପି ଯେଉଁ କର୍ମକର୍ତ୍ତାମାନେ ଆସି ବାଡ଼େଇଲେଣି। ଇଏ କ'ଣ ଶାସନ କରିବେ ନା ଗଣ୍ଡଗୋଳ କରିବେ? ଯାହା ଓଡ଼ିଶା ଏବଂ ସାରା ଭାରତରେ ଦେଖାଯାଇଛି, ଯେଉଁଠି ଯେଉଁଠି ସରକାର ଆସିଛି ବିଜେପିର, ସେଠାରେ ଅରାଜକତା ଆସୁଛି। ଲୋକମାନଙ୍କୁ ଜୋର ଜୁଲୁମ କରିବା, ଲୋକଙ୍କୁ ଚଲେଇ ନ ପାରିବା, ପ୍ରଶାସନିକ ଅଧିକାରୀମାନଙ୍କୁ ତୁମେ ଯଦି କାମରେ ନ ଲଗେଇ ପାରିବ, ଲୋକ କାର୍ଯ୍ୟକ୍ରମକୁ ନ ଲଗେଇ ଗଣ୍ଡଗୋଳ କରିବାର ଏବଂ ଗଣ୍ଡଗୋଳ ଗୁଣ୍ଡା ହେଇକି ତାଙ୍କୁ ଯାଇ ବାଡ଼େଇବା, ଏହା କୌଣସି ସଭ୍ୟ ସମାଜରେ ଗ୍ରହଣୀୟ ନୁହଁ। ତେଣୁ କାହିଁକି ବାଡ଼େଇଲେ ଏବଂ ଏକର ପଛରେ କିଏ ଅଛି, ଏଙ୍କୁ ସାହସ କିଏ ଦେଲା, ଏସବୁ ଘଟଣାକୁ ନିଶ୍ଚିତ ତର୍ଜମା ହେବା ଦରକାର, ତଦନ୍ତ ହେବା ଦରକାର। କାହିଁକିନା ଖାଲି ସେମାନେ କାଲି କଥାଟାକୁ ଚାପି ଦେବା ପାଇଁ, ଯେହେତୁ ଓଏସ୍ ସଂଘମାନେ କାଲି ତାଙ୍କର ମୁଖ୍ୟମନ୍ତ୍ରୀକୁ ଭେଟିଲେ, ସେମାନେ କଲମ ଛାଡ଼ ଆନ୍ଦୋଳନ କଲେ ବୋଲି କାଲି ଗିରଫ କରିଦେଲେ ତରବରିଆ ଭାବରେ 3 ଜଣ। ୟା ପଛରେ କିଏ ଅଛି, କିଏ ଗଣ୍ଡଗୋଳକୁ ଭିଆଇଲା, କିଏ ଗଣ୍ଡଗୋଳ କରେଇଲା, କାହିଁକି ଏ ଗଣ୍ଡଗୋଳର ସୂତ୍ରପାତ କେଉଁଠୁ ଆସିଲା ଏବଂ ୟା ଭିତରେ କ'ଣ କାରସାଦି ଅଛି, ଏ ସବୁଗୁଡ଼ିକ ପୁଙ୍ଖାନୁପୁଙ୍ଖ ତଦନ୍ତ ହେବା ଦରକାର। କାହିଁକି ଲୋକଙ୍କୁ କାମ କରିବା ପାଇଁ ପ୍ରଶାସନିକ ଅଧିକାରୀମାନେ ଅଛନ୍ତି, ବ୍ଲକରେ ହୁଅନ୍ତୁ, ବିଏମ୍ସିରେ ହୁଅନ୍ତୁ, ସିଏମ୍ସିରେ ହୁଅନ୍ତୁ, ଯେତେ ଯେଉଁଠି ରହିଛି ଯେତେ ସରକାରୀ କାର୍ଯ୍ୟକ୍ରମ, ତାକୁ ନେଇକି କାମ କେନ୍ଦ୍ର କରିବା। ଭାରତୀୟ ଜନତା ପାର୍ଟିର ଯେଉଁ କର୍ମକର୍ତ୍ତାମାନେ ଆସିଛନ୍ତି ନିର୍ବାଚିତ, ତା ଭିତରେ ଜଣେ ଖାଲି ନିର୍ବାଚିତ ପ୍ରତିନିଧି ଯେ କର୍ପୋରେଟର ଅଛନ୍ତି, ସିଏ ବି ବାଡ଼ାବାଡ଼ି କଲେ, ଏହା କୌଣସି ପ୍ରକାର ଶୋଭନୀୟ ଲୋକମାନେ ଏଇ କାର୍ଯ୍ୟକୁ ଗ୍ରହଣ କରୁନାହାନ୍ତି।